ଆପଣ ପରିଚୟ? ମୋ ନାମ ଚକ୍ରପାଣୀ ନାୟକ। ଆଜି କୋର୍ଟରେ କ'ଣ ଥିଲା ପ୍ରୋସେସ? ଆଜି ମଦନ ଦଳେଇ ହାଜର ହୋଇଥିଲେ, ଯେହେତୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଗୁରୁତର ଥିଲା। ଲାଷ୍ଟ ଡେଟ୍ରେ ସେ ଆସିପାରିନଥିଲେ, ତେଣୁ ଆଜି ମଦନ ଦଳେଇକି ଫିଜିକାଲି ଏପିୟର କରାଇଲେ, ଆଉ ସମସ୍ତେ ଭିସିରେ ଏପିୟର ହେଲେ। ଆଉ କୋର୍ଟ ସେଇ କେସ୍କୁ ଯେହେତୁ ଥାର୍ଡ ଏଡିଜର ସ୍ପେଶାଲ କୋର୍ଟ ଆମର, ସେଇଠି ଅନରେବଲ ଡିଷ୍ଟ୍ରିକ୍ଟ ଜଜ୍ ଟ୍ରାନ୍ସଫର କଲେ କୋର୍ଟ। ଆଉ ଆଗକୁ 17 ତାରିଖ ଡେଟ୍ ରହିଲା, ସେଇଦିନ ବହୁତ ଗୁଡ଼ାଏ ବେଲ୍ ଫାଇଲ୍ ହେଇଛି, ସେଗୁଡ଼ାକ ଶୁଣାଣି ହେବ। ଆଉ ତାଙ୍କର ସବୁ ମେଡ଼ିକାଲ ରିପୋର୍ଟ ବିକ୍ରମ ପଣ୍ଡା, ମଳୟ ବିଷୟୀ ଏବଂ ମଦନ ଦଳେଇର ମେଡ଼ିକାଲ ରିପୋର୍ଟ କୋର୍ଟ ମଗାଇଛନ୍ତି। ତାକୁ ଦେଖିକି ଆଗକୁ କ'ଣ ଷ୍ଟେପ୍ ନେବ ଫର୍ଦର ଟ୍ରିଟମେଣ୍ଟ ପାଇଁ, କିଛି ଚିକିତ୍ସା ପାଇଁ ସେ ଅର୍ଡ଼ର କରିବେ। ଆଜି କ'ଣ ହେଲା? ଆଜି ମଦନ ଦଳେଇ ଆସିଥିଲେ, ତାଙ୍କର ଗୋଡ଼ ହାତ ଦୁଇଟା ଆଗ ଭାଙ୍ଗି ଯାଇଛି, ତାକୁ ପୋଲିସ ନେଇକି ଆସିଥିଲେ, ଏପିୟର କରାଇଲେ। କୋର୍ଟ କହିଲେ ମଦନ ଦଳେଇର ବି କାଗଜପତ୍ର ସବୁ ମଗାଇଛନ୍ତି। ଆଉ ବିକ୍ରମ ପଣ୍ଡା କାଲି ଆପଣମାନେ ଦେଖିଥିବେ, କାଲି ସେ MKCG ମେଡ଼ିକାଲ ଯାଇଥିଲେ, ତାର ବି ମେଡ଼ିକାଲ ଡକୁମେଣ୍ଟ ସବୁ ମଗାଇଛନ୍ତି କୋର୍ଟ। ବହୁତ ଜଲ୍ଦି ତାଙ୍କୁ ଟ୍ରିଟମେଣ୍ଟ କରିବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି। ହଁ, ଆଜି କମିଟମେଣ୍ଟ କେସ୍ ଥାର୍ଡ ଏଡିଜେକୁ ପଳେଇଲା। 17ରେ ଥାର୍ଡ ଏଡିଜେ ତାଙ୍କର କେସ୍ ଚାର୍ଜ ପାଇଁ ଅଛି। ଥାର୍ଡ ଏଡିଜେ ତାଙ୍କର ଆଗକୁ ଯାହା ଷ୍ଟେପ୍ ହେବ, ଅନରେବଲ ଥାର୍ଡ ଏଡିଜେ ଆଗକୁ କାମ କରିବ।